हेलो पिला माने वेलकम टू माय चैनल प्रभास सर एकेडमी पिला माने तमମାନଙ୍କର ବର୍ତ୍ତମାନ ସମୟରେ ସେକେଣ୍ଡ ସିଲେକ୍ସନ୍ ବାହାରି ସାରିଛି ପିଜିରେ ଆଉ ଏଇ ଯେଉଁ ସିଲେକ୍ସନ୍ ବାହାରି ସାରିଛି ଯେଉଁମାନଙ୍କର ଅଲରେଡ଼ି ସିଲେକ୍ସନ୍ ହୋଇସାରିଥିଲା ବା ଯେଉଁମାନଙ୍କର ବର୍ତ୍ତମାନ ସମୟରେ ନୂଆ କଲେଜରେ କୌଣସି ଜାଗାରେ ସିଲେକ୍ସନ୍ ହୋଇଛି ସେହି ପିଲାମାନେ କିପରି ଭାବରେ ଫ୍ରିଜ୍ କରିବେ କିପରି ପେମେଣ୍ଟ କରିବେ ତା'ର ହୋଲ୍ ପ୍ରୋସେସ୍ ତୁମମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଜଣାଇଦେବି ଷ୍ଟେପ୍ ବାଇ ଷ୍ଟେପ୍ କାହା ଉପରେ କ'ଣ କ'ଣ ସବୁ ଜିନିଷ ତୁମମାନେ ଷ୍ଟେପ୍ ଦେଇକି ତୁମମାନେ କ'ଣ କରିବ ଫ୍ରିଜ୍ ଆଉ ପେମେଣ୍ଟ କରିବ ତା'ର ହୋଲ୍ ପ୍ରୋସେସ୍ ମୁଁ ତୁମମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ କ'ଣ କରିବି ଜଣାଇଦେବି ଯାହାଫଳରେ ତୁମମାନେ କ'ଣ କରିବ ନା ପୁରା ଫୁଲ୍ ନିର୍ଭୁଲ ଭାବରେ କ'ଣ କରିବ ନା ତୁମମାନଙ୍କ ମୋବାଇଲରେ ଆରାମସେ ତୁମମାନେ ଫ୍ରିଜ୍ ପେମେଣ୍ଟ ଆଉ ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼ କରିପାରିବ ଆଉ ଇଣ୍ଟିମେସନ୍ ଲେଟର୍ କିପରି ଭାବେ ଡାଉନଲୋଡ଼ କରାଯାଏ ସବୁ କିଛି ଜିନିଷ ତୁମମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଜଣାଇଦେବି ତ ସେଥିପାଇଁ ଭିଡ଼ିଓକୁ ଷ୍ଟାର୍ଟିଂରୁ ଏଣ୍ଡିଂ ପର୍ଯ୍ୟନ୍ତ ଦେଖିଚାଲ ଯାହା ବି ତୁମମାନଙ୍କୁ କନଫ୍ୟୁଜନ୍ ଲାଗୁଛି ତୁମମାନେ କ'ଣ କରିପାରିବ ମୋତେ କମେଣ୍ଟ ମାଧ୍ୟମରେ ପଚାରିପାରିବ ତ ଠିକ୍ ଅଛି ଚାଲନ୍ତୁ କ'ଣ କରିବା ଭିଡ଼ିଓକୁ ଷ୍ଟାର୍ଟ କରିବା ପିଲାମାନେ ତମମାନେ ତମମାନଙ୍କର ଯେଉଁ ଗୁଗଲ୍ କ୍ରୋମ୍ରେ ଯାଇକି କ'ଣ କରିବ ସର୍ଚ୍ଚ କରିବ ସାମ୍ସ ବୋଲି ବା ସାମ୍ସ ଓଡ଼ିଶା ବୋଲି ସର୍ଚ୍ଚ କରିବ ତାପରେ ଏଇଭଳିଆ ଟାଇପ୍ର କ'ଣ ହେବ ଗୋଟେ ୱେବସାଇଟ୍ଟେ ଆସିଯିବ ତମମାନେ ଆ ଉପରେ କ୍ଲିକ୍ କର କ୍ଲିକ୍ କଲା ପରେ ଦେଖ ତାପରେ ଆଉ ଗୋଟେ ପେଜ୍ ଆସିଯିବ ତୁମମାନଙ୍କ ଆଗରେ ଆଉ ତୁମମାନେ କ'ଣ କରିବ ନା ତୁମର ଏଇ ଦେଖ ହାୟର ଏଜୁକେସନ୍ ଯେଉଁ ଅଛି ସେ ହାୟର ଏଜୁକେସନ୍ ଅଣ୍ଡରରେ ଦେଖ କ'ଣ ଅଛି ନା ପୋଷ୍ଟ ଗ୍ରାଜୁଏସନ୍ ଏଇ ଯେଉଁ ଅଛି ପୋଷ୍ଟ ଗ୍ରାଜୁଏସନ୍ ଉପରେ କ୍ଲିକ୍ କରିବ କିନ୍ତୁ ତୁମମାନେ ସମସ୍ତେ ମନେ ରଖିଥିବ ତୁମେ ଫାଷ୍ଟ ଯେତେବେଳେ ଆ ଉପରେ କ୍ଲିକ୍ କରୁଥିବ ତୁମମାନଙ୍କର ଏଇଠି କ'ଣ ହେଉଥିବ ଓଡ଼ିଆ ମିଡ଼ିୟମ୍ରେ ସବୁ ଆସି ହେଉଥିବ ତୁମମାନେ କ'ଣ କରିବ ଯେଉଁ ଏଇଠି ଯେଉଁ ଲେଖା ହେଇଛି ଓଡ଼ିଆ ବୋଲି ସେ ଆମ ଯେଉଁ ଇଂଲିଶ ଏଇଠି ଲେଖା ହେଇଥିବ ତୁମମାନଙ୍କର ସେ ଇଂଲିଶ ଉପରେ କ୍ଲିକ୍ କଲେ ସେଇଟା କ'ଣ ହେବ ନା ତୁମର ଇଂଲିଶ ହେଇଯିବ ଆଉ ତୁମର କ'ଣ ହେଲା ଓଡ଼ିଆ ଅଛି ଧର ଓଡ଼ିଆ ଉପରେ ତାକୁ କ୍ଲିକ୍ କରିବି ସେଟା କ'ଣ ହେବ ନା ଓଡ଼ିଆ ହେଇଯିବ ତ ସେଥିପାଇଁ ଇଂଲିଶରେ କରିବା ପାଇଁ ଚାହୁଁଥିଲେ ଇଂଲିଶରେ କ'ଣ କରିବ ନା ଏଠି କ୍ଲିକ୍ କରିଦେବ ବୁଝିଲ କଥା ତ ଏବେ କ'ଣ କର ନା ସେଇଟା ସରିଲା ପରେ ଦେଖ ତାପରେ ଏଇଠି କ'ଣ କରିବ ନା ପୋଷ୍ଟ ଗ୍ରାଜୁଏସନ୍ ଉପରେ କ୍ଲିକ୍ କରିଦେବ ଏବେ ପୋଷ୍ଟ ଗ୍ରାଜୁଏସନ୍ ଉପରେ କ୍ଲିକ୍ କଲା ପରେ ଦେଖ ଏଇଭଳିଆ ଟାଇପ୍ର ଆଉ ଗୋଟେ ପେଜ୍ ଖୋଲିଯିବ ଯେଉଁଟା ପିଜିର ସାମ୍ସ ୱେବସାଇଟ୍ଟା ହେଲା ସାଇଟ୍ଟା ଦେଖ ଖୋଲିଗଲା ଏବେ ଖୋଲିଗଲା ପରେ ଦେଖ ଏଇଠି ତୁମମାନେ କ'ଣ କରିପାରିବ ନା ତୁମର ସିଲେକ୍ସନ୍ ଷ୍ଟାଟସ୍ ତୁମର ସିଲେକ୍ସନ୍ ହେଇଛି କି ନାହିଁ ସବୁ ଜିନିଷ ଚେକ୍ କରିଦେଇପାରିବ ବାରକୋଡ୍ ନମ୍ବର ରେଜିଷ୍ଟର ମୋବାଇଲ ନମ୍ବର ଏଣ୍ଟର କ୍ୟାପଚା ଦେଇକି ତାପରେ ତୁମେ ଯଦି ଚାହୁଁଛ ଯେ କ'ଣ ନା ସବୁ ଚେକ୍ କରିସାରିଛ ତୁମର ସିଲେକ୍ସନ୍ କେଉଁ ନୂଆ ଜାଗାରେ ଆସିସାରିଛି ବା ଯେଉଁମାନଙ୍କର ନୂଆ ସିଲେକ୍ସନ୍ ଆସିନାହିଁ ଯଦି ପୂର୍ବରୁ କୌଣସି ଜାଗାରେ ସିଲେକ୍ସନ୍ ହେଇଥିଲା ତୁମେ ସେଇ ହିସାବରେ କ'ଣ କରିଥିଲ ସ୍ଲାଇଡ୍ ଅପ୍ କରିଥିଲ ତ ସ୍ଲାଇଡ୍ ଅପ୍ କୌଣସି ନୂଆ କଲେଜ ଆସିନାହିଁ ତାହେଲେ କ'ଣ ହେବ ନା ସେ ପୂର୍ବ କଲେଜରେ ତୁମମାନେ ଯାଇକି ଆଡ଼ମିସନ୍ କରିପାରିବ ତ ସେଇ ଯେଉଁ ପ୍ରୋସେସ୍ଟା କ'ଣ ହେବ ନା ତୁମମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଜଣାଇଦେବି ତ ଠିକ୍ ଅଛି ସେଥିପାଇଁ କ'ଣ କର ନା ତୁମମାନେ କ'ଣ କର ନା ଏଇ ଯେଉଁ ଏକ୍ଜିଷ୍ଟିଂ ଷ୍ଟୁଡେଣ୍ଟ ଯେଉଁ ଲଗ୍ଇନ୍ ଅଛି ତାରି ଉପରେ ତୁମେ ସମସ୍ତେ କ୍ଲିକ୍ କରିଦିଅ କ୍ଲିକ୍ କଲା ପରେ ଦେଖ ଆଉ ଗୋଟେ ତୁମମାନଙ୍କର ପେଜ୍ ଖୋଲିଯିବ ଏଇଠି କ'ଣ କରିବ ତୁମ ମୋବାଇଲ ନମ୍ବର ପାସୱାର୍ଡ଼ ଆଉ ଏଇ ଯେଉଁ ନମ୍ବରଟା କ'ଣ କରିବ ଏଇ କ୍ୟାପଚାଟା ଏଇଠି ଦେଇ କ'ଣ କରିବ ନା ଲଗ୍ଇନ୍ କରିଦିଅ ଯଦି ପାସୱାର୍ଡ଼ ଭୁଲି ଯାଇଛ ତାହେଲେ କ'ଣ କରିବ ନା ତୁମମାନେ ଏଇଠି ଫରଗଟ୍ ପାସୱାର୍ଡ଼ ଦେଇକି ଫରଗଟ୍ ପାସୱାର୍ଡ଼ ମାରିକି କ'ଣ କରିବ ଆଉ ଗୋଟେ ନୂଆ ପାସୱାର୍ଡ଼ ଦେଇପାରିବ ବୁଝିଲ କଥା କ'ଣ ଦେଖ ସବୁ ଜିନିଷ ଦେଇଦେବା ଦେଖ ପିଲାମାନେ ଆମେ ସେସବୁ ଜିନିଷ ସବୁ ଦେଇ ସାରିଲା ପରେ ଏବେ ଆମର କ'ଣ ହେଲା ପେଜ୍ ଆମର ଖୋଲିଗଲା ଆମର ଲଗ୍ଇନ୍ ହେଇଗଲା ଏବେ କ'ଣ କରିବ ନା ଦେଖ ତୁମକୁ ତଳୁ ତଳରେ ସ୍କ୍ରଲ୍ କରିଥିବ ଯେଉଁମାନଙ୍କର କ'ଣ ହେଇଛି ନା ନୂଆ କଲେଜ ଯେଉଁଠି ସିଲେକ୍ସନ୍ ଆସିଛି ସେମାନଙ୍କ କ'ଣ ହେବ ନା ଶୋ କରିବ ଆଉ ତୁମର ଯଦି କ'ଣ ହେଲା ନୂଆ କଲେଜ କେଉଁଠି ସିଲେକ୍ସନ୍ ଆସିଲି ତାହେଲେ କ'ଣ ହେବ ଯେଉଁମାନେ ସ୍ଲାଇଡ୍ ଅପ୍ କରିଥିଲା ଦେଖ ସେମାନଙ୍କ ସ୍ଲାଇଡ୍ ଅପ୍ ଏଠି ଶୋ କରୁଥିବ ଯେ କ'ଣ ଫାଷ୍ଟ ରାଉଣ୍ଡରେ ତୁମମାନେ ସ୍ଲାଇଡ୍ ଅପ୍ କରିଥିଲ ଆଉ ତୁମର ଆଡ଼ମିସନ୍ ଷ୍ଟାଟସ୍ ପେଣ୍ଡିଂ ଅଛି ତାମାନେ ତୁମେ ଏଥିରେ କ'ଣ କରିପାରିବ ନା ତୁମମାନେ ଫ୍ରିଜ୍ କରିକି ଆଡ଼ମିସନ୍ କରିପାରିବ ବୁଝିଲ କଥା କ'ଣ ତ ସେଥିପାଇଁ ତୁମମାନେ କ'ଣ କରିବ ନା ସବୁ କିଛି ଜିନିଷ ପ୍ରୋସେସ୍ କରିବା ପାଇଁ ହେଲେ ତୁମ ଆଡ଼ମିସନ୍ କରିବା ପାଇଁ ହେଲେ ଯେଉଁମାନଙ୍କର ଆଇଦର ସ୍ଲାଇଡ୍ ଦ୍ୱାରା ନୂଆ କଲେଜ ଆସୁ ବା ନ ଆସୁ ବା ଯେଉଁମାନଙ୍କର ଟୋଟାଲି ଫାର୍ଷ୍ଟ ସିଲେକ୍ସନ୍ ଆସିନଥିଲା କିନ୍ତୁ ସେକେଣ୍ଡ ସିଲେକ୍ସନ୍ରେ ଯେଉଁମାନେ କ'ଣ ହେଇଛି ନା ସିଲେକ୍ସନ୍ ଆସିଛି ସମସ୍ତେ କ'ଣ କରିବ ନା ଏଥିରେ ଫ୍ରିଜ୍ କରିକି ଆଡ଼ମିସନ୍ କରିବାକୁ ବାଧ୍ୟ ସମସ୍ତେ ମ୍ୟାଣ୍ଡେଟୋରି କ'ଣ ହେବ ନା ଆଡ଼ମିସନ୍ କରିବାକୁ ବୁଝିଲ କଥା କ'ଣ ତ ସେଥିପାଇଁ ତୁମମାନେ କ'ଣ କରିବ ନା ଏଇଠି ଦେଖ ଗୋଟେ ଏରୋ ମାର୍କ ଅଛି ଏରୋ ମାର୍କ ଉପରେ ତୁମମାନେ କ୍ଲିକ୍ କରିଦିଅ ଏବେ କ୍ଲିକ୍ କଲା ପରେ ଦେଖ ଏଇଠି କ'ଣ ହେଉଛି ନା ତୁମମାନଙ୍କର ଆସୁଥିବ କ'ଣ ଗୋଟେ ଇଣ୍ଟିମେସନ୍ ଲେଟର୍ ଦେଖିପାରୁଛ ସମସ୍ତେ ଏବେ କ'ଣ କରିବ ଏଇ ଇଣ୍ଟିମେସନ୍ ଲେଟର୍ ଉପରେ କ'ଣ କର କ୍ଲିକ୍ କରିଦିଅ ବୁଝିଲ କଥା ଏବେ ଦେଖ ସେଇ ଇଣ୍ଟିମେସନ୍ ଲେଟର୍ ଉପରେ କ୍ଲିକ୍ କରିଦେବା ଦେଖ କ'ଣ ହେଉଛି ନା ତୁମର ଫ୍ରିଜ୍ ମାନେ ତୁମକୁ ଶୋ କରୁଛି ଫ୍ରିଜ୍ ମାନେ କ'ଣ ଫ୍ଲୋଟ୍ ମାନେ କ'ଣ ସ୍ଲାଇଡ୍ ମାନେ କ'ଣ ଏସବୁ ଜିନିଷ କ'ଣ ହେଉଛି ତୁମକୁ ଶୋ କରୁଛି ବୁଝିଲ କଥା କ'ଣ ତୁମମାନେ କ'ଣ କରିବ ଏଇସବୁ ଜିନିଷ ବୁଝିଦିଅ ଫ୍ରିଜ୍ ମାନେ ହେଉଛି କ'ଣ ତୁମେ ଯେଉଁ ଜାଗାରେ ତୁମ ସିଲେକ୍ସନ୍ ଆସିଛି ସେ ଜାଗାରେ ତୁମେ ପଢ଼ିବା ପାଇଁ ଯଦି ଚାହୁଁଛ ତାହେଲେ କ'ଣ କରିବ ଫ୍ରିଜ୍ ମାରିବ ଆଉ ଫ୍ଲୋଟ୍ ଆଉ ଯେଉଁ ତୁମ ସ୍ଲାଇଡ୍ ଏସବୁ ଜିନିଷ ନାହିଁ ତୁମର ସେକେଣ୍ଡ ସିଲେକ୍ସନ୍ରେ ସେଥିପାଇଁ ତୁମମାନେ କ'ଣ କରିବନି ତା ପାଇଁ ଆଉ ଧ୍ୟାନ ଦେବନି ତୁମମାନଙ୍କ କ'ଣ ହେବ ନା ଅନଲି ତୁମର ଫ୍ରିଜ୍ ହିଁ ଅନଲି କରିବ ବୁଝିଲ କଥା ଏଠି କ୍ଲୋଜ୍ ମାରିଦେବା ଏବେ ଦେଖ କ୍ଲୋଜ୍ ମାରିଦେଲା ପରେ ଏବେ ଦେଖ କ'ଣ ହେଉଛି ନା ତୁମର ସେକେଣ୍ଡ ସିଲେକ୍ସନ୍ ଦେଖ କ'ଣ ହେଉଛି ନା ତୁମର ଆସିଗଲା ଯେ କ'ଣ ନା ଦେଖ ଏଇଠି ଲେଖା ହେଇଛି କ'ଣ ନା କରେଣ୍ଟ ସିଲେକ୍ସନ୍ ସେକେଣ୍ଡ ସିଲେକ୍ସନ୍ ଦେଖ ଆସିଛି ତୁମ ସେକେଣ୍ଡ ସିଲେକ୍ସନ୍ ଦେଖ ଆଙ୍କର କ'ଣ ହେଇନାହିଁ ନା କୌଣସି ନୂଆ କଲେଜ ଆସିନାହିଁ
देख ये कौन है से कौन होती ना 3 नंबर कॉलेज रे फास्ट सिलेक्शन देख आसला ना सिलेक्टेड इन फास्ट सिलेक्शन ता माने होची कौन ना आंकर बा एई पिलार कौन होता ना फास्ट सिलेक्शन आसला ये कौन करते स्लाइड मारते तो स्लाइड करते तो आंकर कौन होना कौन सी नुआ कॉलेज रे आसी ना ऊपर कॉलेज रे आसी ना तो जब ऊपर कॉलेज रे आसी ना ताले कौन अच्छी ना देख बर्तमान समय ये ओनली गोटे ही ऑप्शन अच्छी कौन ना फ्रीज ऑप्शन कहीं कारण मुझे तुमको ऑलरेडी कही कौन ना ये सेकेंड सिलेक्शन टा हूँ कौन लास्ट राउंड सिलेक्शन आपरे वेटिंग बा स्पॉट राउंड अच्छी तो एथिरे तुम कौन हेनी ना आउ थे तुम फ्लोट कि स्लाइड ए सब जिन शो कर जो मानकर शो माने सिलेक्शन हो सारी जो मान सिलेक्शन होती से कौन हम ना ये ओनली शो कर कौन फ्रीज बुझल कथा कौन ओनली शो कर फ्रीज तुम कौन कर से फ्रीज उपर क्लिक करदेव बुझ कथा कौन कर फ्रीज उपर क्लिक करदेव फ्रीज उपर क्लिक कलापर ये देख आसो कौन ना फ्रीज माने कौन ये सब जिन सब किसी शो कर मैंने पढ़ी पार तुम समस्ते आ माने हूँ कौन तुम जो जगह तुम सिलेक्शन आसी से जगह तुम एडमिशन करने को बाध्य आजेतु ए स्लाइड कि फ्लोट ना तो समस्ते कौन कर ना फ्रीज ही मार भावन जे कौन फ्रीज मारिनी कि कौन हम ये सब किसी नुह तो समस्ते कौन कर ना फ्रीज मारे बाध्य बुझल कथा कौन तो ये फ्रीज मारला एवं कौन ये शो करुच्ची ना आर यू सियोर टू प्रोसीड तुम प्रोसीड करने चाहूच कि जब प्रोसीड करने चाहूच ताले कौन कर जेनेरेट ओटीपी उपर क्लिक कर दियो बुझ कथा कौन जेनेरेट ओटीपी उपर क्लिक कला तुम मोबाइल नंबर गोटे ओटीपी जीव ओटीपी गलापर से ओटीपी देदेला तुम कौन हम ना सबमिट हो गला कौन फ्रीज सबमिट हो बुझ कथा कौन देख एबे देख कौन है ना ओटीपी पड़ेगा एबे ओटीपी कौन है आम देकी कौन करवा सबमिट मारिबा देख पिला माने वर्तमान समय आम कौन कले ना ओटीपी देदेले एबे ओटीपी देलापर एबे कौन करवा ये जो अच्छी सबमिट एबे कौन करवा ये सबमिट उपर क्लिक करदबा बुझ कथा कौन देख सबमिट उपर क्लिक करदबा सबमिट उपर क्लिक करदेला देख एबे कौन है ना यू हैव सक्सेसफुली सबमिटेड प्रिफरेन्स फॉर द सिलेक्शन जो सिलेक्शन पाई तुम कौन कर सबमिटेड कर तुम कौन है तुम जो फ्रीज ऑप्शन तुम बर्तमान समय कौन कर ना सबमिट कर एबे कौन करवा ओके उपर क्लिक करदबा एबे देख ओके उपर क्लिक करदेला तुम एबे कौन कर ना ये देख आसीज एवं टाइप जे कौन ना तुम बर्तमान समय यही जगह तुम कौन होती ना फ्रीज एबे गला बुझल कथा कौन ये प्रिफरेन्स स्टाटस रे आसला कौन ना तुम आसला स्लाइड एबे आसला कौन ना फ्रीज आसीगला बुझल कथा कौन जेतु लिखला ये देख कौन लिखाई ना सिलेक्टेड फास्ट सिलेक्शन ये सिलेक्शन होता जेतु नुआ कौन सिलेक्शन आसला ना आपर कौन सिलेक्शन भी ना जहाँफल तुम कौन कर आउ गोटे सिलेक्शन को वेट कर तो यहाँ जेहतु फाइनाल राउंड सिलेक्शन से कौन है ये कौन कले ना फ्रीज करदे बुझल कथा कौन आउ मन थो समस्ते तुम जो मैंने भी तुम एडमिशन पाइच बा जो मैंने सिलेक्शन पाइना बा सिलेक्शन जो मान आसी ना समस्ते कौन कर ना तुम मैंने वेटिंग बा स्पॉट पाई इलिजिबल हो पार जदि तुम कौन अच्छी ना ऊपर कॉलेज बा ऊपर कौन सी ऑप्शन कौन होची तुम अच्छी धर ये आंकर देख कौन अच्छी ना 3 नंबर कॉलेज सिलेक्शन होती तो आंकर ऊपर कॉलेज रे कौन अच्छी ना आउ 2 कॉलेज अच्छी ऊपर तो ये कौन करें ना स्लाइड माने ये स्पॉट माने वेटिंग बा स्पॉट पाई ये इलिजिबल धर जो मान 1 नंबर कॉलेज अच्छी जो मान ऊपर ऑप्शन कौन सी ना से छाड़देला से इलिजिबल नुह से छाड़देला आउ समस्ते जो सिलेक्शन होती जो मैंने सिलेक्शन न होती जो मैंने एडमिशन होती जो मैंने एडमिशन होनी समस्ते कौन करेंगे एप्लाय करेंगे बुझल कथा कौन एवं देख कौन है ना आम ये फ्रीज करदे फ्रीज कलापर देख ये कौन है डाउनलोड करने इंटीमेशन लेटर आसीगला माने इंटीमेशन डाउनलोड करने आसीगला बुझल कथा कौन ये जो छुआ मैंने तुम सेल्फ फाइनेंसिंग मोड रे अच्छ जो ये देख लिखाई रेगुलर प्रोग्राम्स जो मान सेल्फ फाइनेंस मोड रे अच्छी तो से कौन कर फ्रीज उपर क्लिक कलापर जो फ्रीज थी फ्रीज उपर क्लिक कलापर तुम गोटे ऑनलाइन पेमेंट देवा पड़ो जी कौन थी ये एडमिशन फी थी जो तुम बर्तमान समय ये देख लिखाई कौन 4208 टंका जेहेतु यहाँ कौन हो रेगुलर मोड तो से पेमेंट पड़ानी कि पैसा किसी पड़ानी जब तुम सेल्फ फाइनेंसिंग मोड रे अच्छी ताले कौन कर ना तुम पेमेंट कर तुम से कौन हम रिडायरेक्ट हो तुम फोन पे गूगल पे को पलैब तुम फोन पे गूगल पे रु डायरेक्ट पेमेंट करदेव बुझल कथा पेमेंट कर सारापर कौन है तुम फ्रीज हो फ्रीज है कौन हम ये टाइप शो कर कौन ना डाउनलोड इंटीमेशन बुझल कथा कौन एवं ये इंटीमेशन लेटर उपर डाउनलोड करदबा डाउनलोड कलापर देख है क्लिक कलापर देख लिखला कौन यू आर बीइंग रिडायरेक्टेड टू द इंटीमेशन देख आसीगला कौन ना इंटीमेशन लेटर आसीगला सब कि जिनस जे कौन है फेज 1 सेकेंड सिलेक्शन कौन होती ना ये आमर एडमिशन करने ये जाऊँगी तो से कौन है सब किसी डिटेल्स आसीज देख ये तापर देख कौन है तुम ये देख शो कर कौन ना कौ जार सिलेक्शन देख है ना रमादेवी वुमेन्स यूनिवर्सिटी भुवनेश्वर ऑप्शन 3 नंबर जो ऑप्शन थी 3 नंबर कॉलेज रे पॉलिटिकल साइंस सब्जेक्ट रे देख कौन होची ना तुमर कौ कौ दिन जा तुम कौन कर एडमिशन करने जीव ना 18 अगस्त रु नहीं 20 अगस्त दिन भितर जीव मन रखिए 18 अगस्त रु 20 अगस्त
ମାନେ ଭାବିବନି ଯେ କୌଣସି 21 ଅଗଷ୍ଟ ଗଲେ ହେଇଯିବ କି ନା ଏସବୁ ଜିନିଷ ନୁହଁ। ତ 18ରୁ ନେଇକି ମାନେ ଆସନ୍ତାକାଲି 18 ଅଗଷ୍ଟରୁ ନେଇକି 20 ଅଗଷ୍ଟ ଭିତରେ ଯାଇ କ'ଣ କରିବ ତୁମମାନେ ଯାଇକି ଆଡ଼ମିସନ୍ କରିକି ଆସିବ ତୁମର ଏଇସବୁ ଡକୁମେଣ୍ଟ ସହିତ। ବୁଝିଲ କଥା କ'ଣ? ସବୁ କିଛି ଜିନିଷ ଦେଖ ଲେଖା ହେଇଛି କ'ଣ କ'ଣ ସବୁ ଡକୁମେଣ୍ଟ ଦରକାର ସବୁ କିଛି ଜିନିଷ ଦେଖ ଏଇଠି କ'ଣ ହେଲା ମେନସନ୍ କରାଯାଇଛି। ବୁଝିଲ କଥା? ଆଉ ଏଇଠି ଯେଉଁ ପେମେଣ୍ଟ ଲେଖା ହେଇଛି ଏ ପେମେଣ୍ଟ ଦେଇକି ସମ୍ପର୍କ ନାହିଁ। ତୁମେ ଭାବିବନି କିଛି ପେମେଣ୍ଟ ବୋଲି, ଏସବୁ ପେମେଣ୍ଟ କିଛି ନିଆଯିବ ନାହିଁ। ବୁଝିଲ କଥା? ଏଇଟା ହେଲା କ'ଣ ଆଡ଼ମିସନ୍ ଫି 0, କିନ୍ତୁ ତୁମର ମେ ବି କ'ଣ ହେଇପାରେ ନା ତୁମର ମେ ବି ସେମିନାର ଫି ବା ତୁମର କୋର୍ସ ଫି ମେ ବି ନେଇପାରନ୍ତି। ଏଇଟା ୟୁନିଭର୍ସିଟି ଟୁ ୟୁନିଭର୍ସିଟି ଆଉ କଲେଜ ଟୁ କଲେଜ ଭେରି କରେ, କେଉଁ କଲେଜରେ ନେଉଛନ୍ତି କେଉଁ କଲେଜରେ ନେଉନାହାନ୍ତି। ବୁଝିଲ କଥା କ'ଣ? ତ ଏଇଟା ହେଲା କ'ଣ ହୋଲ୍ ପ୍ରୋସେସ୍। ଏଇ ପ୍ରୋସେସ୍ରେ କ'ଣ କରିବ ତୁମମାନେ କରିବ ନା ଯେଉଁ ଫ୍ରିଜ୍ ବା ପେମେଣ୍ଟ କରି ପ୍ରୋସେସ୍ କରିବ। ଆଉ ଯଦି କିଛି ଡାଉଟ୍ ରହିଥିବ ତୁମମାନେ କ'ଣ କରିପାରିବ ମୋତେ କମେଣ୍ଟ ମାଧ୍ୟମରେ ପଚାରିପାରିବ। ଦେଖିଦିଅ ସବୁ କିଛି ଜିନିଷ ଭଲସେ। ଆଉ ଏଇଟା ହେଲା କ'ଣ ଫୁଲ୍ ଡିଟେଲ୍ସ। ଏଇ ମାଧ୍ୟମରେ କ'ଣ କରିପାରିବ ଆରାମସେ ତୁମମାନେ ଘରେ ବସି ମୋବାଇଲରେ ଫ୍ରିଜ୍ ପେମେଣ୍ଟ କରିକି ଇଣ୍ଟିମେସନ୍ ଲେଟର୍ ଡାଉନଲୋଡ଼ କରିକି ଆରାମସେ ଆଡ଼ମିସନ୍ କରିତେ ଯାଇପାରିବ। ବୁଝିଲ କଥା କ'ଣ? ତ ଏଇଟା ରହିଲା ଅଲ୍ ଡିଟେଲ୍ସ। ଧନ୍ୟବାଦ।